ଜୟ ଜଗନ୍ନାଥ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। କେମିତି ଅଛନ୍ତି? ଭଲ ଅଛି, ଆଉ ଦେହ ପା ସବୁ ଠିକ୍? ଦେହ ପା ଭଲ ଅଛି। ଠାକୁରଙ୍କ କୃପାରୁ ସମସ୍ତଙ୍କ ଆଶୀର୍ବାଦରୁ ଫିଟ୍ ଆଣ୍ଡ ବଡ଼ ଫାଇନ୍। ମାନଙ୍କର ଆଶୀର୍ବାଦରୁ ବହୁତ ଭଲରେ ଚାଲିଛି। ଡ୍ୟୁଟି ବି ଠିକ୍ ଚାଲିଛି। ଅଜୟ ଯେହେତୁ ମୁଁ ଫାଷ୍ଟ ଜୟ ଜଗନ୍ନାଥ କହିଲେ ଆପଣ ତାର ରିପ୍ଲାଏରେ ଆପଣ ବି ଜୟ ଜଗନ୍ନାଥ କହିଲେ। ହଁ, ତାହେଲେ ଠାକୁରଙ୍କୁ ନେଇ ଆପଣଙ୍କର କଣ ଜ୍ଞାନ? ଆମର ତ ଆଉ ପରମ୍ପରା ଅନୁଭୂତି? ହଉଛି ପ୍ରତି ନମସ୍କାର। ଆମେ ଭଗବାନଙ୍କ ଇଏ କଥାଟା ପ୍ରଥମେ ଆପଣଙ୍କ ମୁହଁରୁ ବାହାରିଲା, ସେଟା ବାହାରିବା ଦରକାର। ଆଜ୍ଞା ଧର୍ମ ଅର୍ଥ କର୍ମ ମୋକ୍ଷ। ଆମେ ସଂସାରକୁ ଆସିଛନ୍ତି ମୋକ୍ଷ ପ୍ରାପ୍ତି ପାଇଁ। ଆଜ୍ଞା ଏଠି ଗୋଟେ ପରୀକ୍ଷା ଜାଗା। ଆଜ୍ଞା ଆଚିଭମେଣ୍ଟ ବର୍ତ୍ତମାନ ସମୟରେ ଲୋକଙ୍କ ପାଇଁ ଟଙ୍କା ପଇସା କୋଠା ଗାଡ଼ି ବଙ୍ଗଳା ଏସବୁ ଲୋକ ବର୍ତ୍ତମାନ ମାନସିକ ସ୍ତରରେ ନେଇଛନ୍ତି। ପ୍ରକୃତ ଆଚିଭମେଣ୍ଟ ଆମେ ବଞ୍ଚିବା ପାଇଁ ଖାଉଛନ୍ତି। ଆପଣଙ୍କର ଅନୁଭୂତି ହିସାବରେ ଆପଣ କେତେ ବିଲିଭ କରନ୍ତି ଭଗବାନଙ୍କ ଉପରେ? ଭଗବାନଙ୍କୁ ମୁଁ ବିଲିଭ କଣ କରିବି? ସେ ତ ଈଶ୍ୱରଙ୍କ ଆତ୍ମା ର ଖାଦ୍ୟ ହଉଛି ଭାଗବତ କଥା। ଆତ୍ମା ଆଉ ପରମାତ୍ମା ଏକ ଅଙ୍ଗ। ତାକୁ ବିଶ୍ୱାସ ଅବିଶ୍ୱାସର ପ୍ରଶ୍ନ ହିଁ ଉଠୁନି। ସେ ବିଶ୍ୱାସ ହିଁ ବିଶ୍ୱାସ। କିଛି ନାସ୍ତିକ ଲୋକ ବି ଅଛନ୍ତି ଯୋଉମାନେ ନାସ୍ତିକ ଲୋକ, ସେଟା ଗୋଟେ ଚିନ୍ତାଧାରା ତାଙ୍କର। ନା ସେମାନେ କୁହନ୍ତି କଣ ପ୍ରମାଣ କଣ ସେମାନେ ଅଛନ୍ତି ବୋଲି? ପ୍ରମାଣ ଆପଣଙ୍କ ପାଖରେ ସେ ଶକ୍ତି ଥିବା ଦରକାର। ରାମକୃଷ୍ଣ ପରମହଂସ ମା କାଳୀଙ୍କୁ ଦର୍ଶନ କରିଥିଲେ। ତମ ପାଖରେ ସେ ରାସ୍ତାରେ ଯାଇକି ସେ ମାଧ୍ୟମ ଦେଇ ଆପଣ ଗଲେ ସିନା ଦର୍ଶନ କରିବେ। ପ୍ରମାଣ ଖୋଜିଲେ ଆପଣଙ୍କୁ କଣ ଏମିତି ଆଣିକି ଆପଣଙ୍କ ପାଖରେ ସେ ତାକତ ଅଛି? ଅର୍ଜୁନ ଦେଖିବା ପାଇଁ ପ୍ରଭୁ ତମେ ସ୍ୱରୂପକୁ ପଳେଇ ଆସ। ବିଶ୍ୱରୂପ ଦେଖିବା ପାଇଁ ତା ପାଖରେ ଆଖି ନାହିଁ। ଆମେ ଅର୍ଜୁନଠୁ ଯଦି ଆଗକୁ ଯିବା ଯାଇପାରିବା, କିଛି ଅସୁବିଧା ନାହିଁ। ଆଉ ଗୋଟେ କଥା, ଯଦି ଭଗବାନ ଅଛନ୍ତି ସେ କଣ ହିନ୍ଦୁଙ୍କର ଆଉ ମୁସଲମାନଙ୍କର ସମସ୍ତଙ୍କର ଭଗବାନ ସେମ ନା ଅଲଗା? ପୁରା ବ୍ରହ୍ମାଣ୍ଡର ବାପା ହଉଛନ୍ତି ଜଣେ। ତାହେଲେ ସେମାନେ ସ୍ରଷ୍ଟା ଜଣେ। ସେମାନେ କାହିଁ କହୁଛନ୍ତି ଆମର ରାମ ସେମାନଙ୍କର ଆଲ୍ଲାହ? ସେଇଟା ତାଙ୍କର ମାନସିକତା, ନଥିଂ। କୌଣସି ଜିନିଷ ନାହିଁ, ଏଟା ହଉଛି ମାନସିକତା। ଆଉ ସୃଷ୍ଟିର ସ୍ରଷ୍ଟା ହଉଛି ଜଣେ, ହେଡ୍ ଅଫ ଦି ଡିପାର୍ଟମେଣ୍ଟ ହଉଛନ୍ତି ଜଣେ। ତାଙ୍କ ନାଁ ଈଶ୍ୱର ଆଲ୍ଲାହ, ତେରେ ନାମ ସବକୁ ସମ୍ମତି ଦେ ଭଗବାନ। ଏହା ଛଡା ଆଉ କିଛି ନୁହେଁ। ବିଲକୁଲ ଠିକ। ଆମେ ଯଦି ଗୋଟେ ଭୁଲ ମାନସିକତାକୁ ଯିବା ତ ଯିବା, ଏଟା ମୋ ଇଚ୍ଛା, ମୁଁ ମୋର ଗଲି। ଆଉ ଏଇ ହଉଛି ଆମର କିଛି ଲୋକ ଆପଣଙ୍କୁ ବି ଭେଟିଥିବେ, ଆପଣ ବି କିଛି ଲୋକଙ୍କ ସହିତ ଇଣ୍ଟରଫେସ ହେଇଥିବ। ମୁଁ ଆଜ୍ଞା ଦୁବାଇରେ ଥିଲି। ଦୁବାଇରେ ବହୁ ମୁସଲିମ ଥିଲେ, ଯୋଉଟା କି ଆମେ ଭାବୁଛନ୍ତି ପାକିସ୍ତାନ ଲୋକ ଖରାପ। ବହୁତ ଭଲ ଲୋକ ପାକିସ୍ତାନରେ ବି ଅଛନ୍ତି। ସେମାନେ ବି ବହୁତ ଈଶ୍ୱର ବିଶ୍ୱାସ କରନ୍ତି, ଆଉ ଆଲ୍ଲାହଙ୍କୁ ବିଶ୍ୱାସ କରନ୍ତି, ଆଉ ଦୟାଳୁ ବି ଅଛନ୍ତି। ପାକିସ୍ତାନର ଆମ୍ ଲୋକ କେବେ ବି ଚାହାନ୍ତି ନା ଏ ଯୁଦ୍ଧ। ଏଟା ଆମ ହିନ୍ଦୁ ମାନେ ବି ତାଙ୍କ ଭିତରୁ କିଛି ଲୋକ କୁହନ୍ତି ଆମେ ହିନ୍ଦୁ, କିନ୍ତୁ ଭଗବାନ ଉପରେ ବିଶ୍ୱାସ କରନ୍ତି ନା। ସେଟା ବହୁତ ମାର୍ଜିନ 1% ଆଉ ସେ 1% ଆମେ ଯିବା ନାହିଁ। ଆମେ ଈଶ୍ୱର ନାହିଁ ଯିଏ କହୁଛି ମାନେ ସେ ଈଶ୍ୱର କହୁଛି ଅଛି, ମାନେ କାରଣ ତାର ନେଗେଟିଭ ତା ଭିତରେ ରିଆକ୍ସନ ଆସିବ, ତା ଭିତରେ ହିଁ ବେଶୀ ଅଛି। ସେଇଥିପାଇଁ ଜାଣିପାରୁନି କହିଦଉଛି, କିନ୍ତୁ ତା ଭିତରେ ବେଶୀ ଅଛି। ସେଇଟା ବୁଝିବାକୁ ପଡିବ। ସେଇଟା ଠିକ ଭାବରେ ଅର୍ଥମାନ ଯଶ ପାଇବା ଆଶାରେ ମତେ ଠାକୁର ସୁଯାଇ ଭକ୍ତ ହୁଅ ନାହିଁ, ସାବଧାନ ତମେ ଠକିଯିବ। ନିଜର ଠାକୁରତ୍ୱ ଜାଗ୍ରତ ନ ହେଲେ କେହି ବି ତମର କେନ୍ଦ୍ରବିନ୍ଦୁ ହେବେ ନା, ଫାଙ୍କି ଦେଲେ ବି ସେୟା ହେଇପାରିବ। ଆପଣଙ୍କର କଣ ଅନୁଭବ ଠାକୁରଙ୍କୁ ନେଇ? ମୋର ଅନୁଭବ 100ରୁ 110%, 200% ଆପଣ ଆଗକୁ ଯେତେ ଯାଇପାରିବେ। କାରଣ ମୁଁ ସତ୍ତା ମାନେ ନିଜ ଭିତରେ ଅନୁଭବ କରିଛି ଯେ ଯୋଉ ସାମୟିକ ମୁଁ ଏତେ ବଡ ଇଏକୁ ଯାଇପାରିନି ଆଗକୁ, କିନ୍ତୁ ଯୋଉ ହରିନାମ ନେଲା ପରେ ପ୍ରାଣାୟାମ ଆମେ କଲା ପରେ କିଛି ଗୋଟେ ଶକ୍ତି ଆମର ଯୋଉ ସ୍ୱାଧିଷ୍ଠାନ ଚକ୍ର, କଣ୍ଠ ଚକ୍ର, ଗୁହ ଚକ୍ର, ଅନାହତ ଚକ୍ର, କଣ୍ଠ ଚକ୍ରରେ ସ୍ୱୟଂ ମା ସରସ୍ୱତୀ ଓଙ୍କାର ଅଛି। ତାକୁ ଆମେ ଯଦି ନାମ ନେଇକି ପ୍ରାଣାୟାମ ବେଳରେ ସେଇ ରାସ୍ତା ଗୁରୁ ମାଧ୍ୟମ ଦେଇ, ଗୁରୁଙ୍କ ବିନା ମାଧ୍ୟମରେ କିଛି ହବନି, ଦେଇ ଆମେ ପହଞ୍ଚି ପାରିଲେ ତାର ସତ୍ତା ଅନୁଭବ କରିବା, ଆମ ଆତ୍ମା ନିଶ୍ଚୟ ପରମାତ୍ମା ସହିତ ଯାଇ ମିଶିପାରିବ। ଆଉ ନହେଲେ ପୁନର୍ବାର ବାର ଜନ୍ମ ନେବା, ପରୀକ୍ଷା ଦେବା, ଫେର ଫେଲ ହେବା, ଫେର ଜନ୍ମ ନେବା। ଆପଣ ଦିନଚର୍ଯ୍ୟା ଭିତରେ ଠାକୁରଙ୍କ ପାଇଁ କଣ କଣ ସବୁ ଭଗବାନ? ଠାକୁରଙ୍କ ପାଇଁ ଦେଖନ୍ତୁ, ଯାହା କରିବା କଥା ଆକ୍ଚୁଆଲି କ୍ଷମା କରିବେ। ମୁଁ ବହୁତ 20 ବର୍ଷ ବେଳେ ମୋର ବହୁତ କିଛି ଥିଲା। ମୁଁ ବହୁତ ଠାକୁର ଅନୁଷ୍ଠାନକୁ ଯାଉଥିଲି। ଏବେ ବି ଯେତେବେଳେ ଥିଲା ସେ କୁଆଡେ ଯିବ ଅଛି, କିନ୍ତୁ ହୁଏତ ଦୈନନ୍ଦିନ ଜୀବନରେ ଦୁଃଖ ସୁଖ ଭିତରେ ଠାକୁରଙ୍କୁ ମାନି ତ ଚାଲିଛୁ, କିନ୍ତୁ ପ୍ରକୃତ ଠାକୁରଙ୍କୁ ଯେତିକି ସମୟ ଆମେ ଦେବା କଥା, ତାଙ୍କୁ ସ୍ମରଣ କରିବା କଥା, ସେଇଟା ମୁଁ କରିପାରିନଥିବ। ନିଜକୁ ବହୁତ ଦୁଃଖିତ ମନେ ହଉଛି, କିନ୍ତୁ ଚେଷ୍ଟା ଚାଲିଛି। ଏଟା କେତେ ଦୂର ଠିକ ଆଉ କେତେ ଦୂର ଭୁଲ?
ନା ନା ମୁଁ ଯଦି ଛାଡି ଦେଇଛି ମୁଁ ଯଦି କରିନି ତାହେଲେ ସେଟା ସମ୍ପୂର୍ଣ୍ଣ ମୋ ପାଇଁ ଭୁଲ। ଆଉ ମୁଁ ନାଇଁ ଛାଡିନି ଲୋକ କୁହନ୍ତି ଆମକୁ ସମୟ ହଉନି, ଠାକୁର କଣ ନା କହୁଛନ୍ତି 24 ଘଣ୍ଟାରୁ 23 ଘଣ୍ଟା 59 ମିନିଟ୍ ମତେ ଡାକ, ମୋ କଥା ଚିନ୍ତା କର। ହଁ ଭୁଲ କଥା। ହଁ ଭୁଲ କଥା, ଲୋକ କହୁଛନ୍ତି ସମୟ ହଉନି। ଆରେ ରାସ୍ତାରେ ଚାଲିକି ଯାଉଛ, ତମକୁ ତ ସମୟ ଅଛି, ହାତେ କାମ ହୃଦୟରାମ। ସାଇକେଲ ଚଲଉଛି ନାମ ନେଲି, ଗାଡି ଚଲେଇକିରି ଇୟର କଡ ଲଗେଇକିରି ଘଣ୍ଟା ଘଣ୍ଟା ଆମେ କଥାବାର୍ତ୍ତା ହେଇପାରୁଛନ୍ତି, ଆମେ ଠାକୁରଙ୍କ ପାଇଁ ସ୍ମରଣ କରିପାରିବା ନା। କିନ୍ତୁ ସେଟା ଗୋଟେ ନିଶା ଭଳି କରିଦେଲେ, ଅଭ୍ୟସ୍ତ ହେଇଗଲେ, ଯେମିତି ସବୁଦିନ ଉଠିଲେ ଭୋଗ କରୁଛି ଖାଉଛି, ସେ ଅଭ୍ୟସ୍ତ ହେଇଗଲେ ସେ ଅଟୋମେଟିକ ବାଜିବ ତା ଭିତରେ। ତମକୁ ଆଉ କିଛି କରିବାକୁ ପଡିବ, କିନ୍ତୁ ପ୍ରଥମେ ତମକୁ ଚେଷ୍ଟା କରିବାକୁ ପଡିବ। ତମେ ପାଦେ ଗଲେ ସିଏ 10 ପାଦେ ତମ ଆଡକୁ ଆସିବେ, ତମେ ପାଦେ ଯିବା ଦରକାର। ତାହେଲେ ସିଏ ଅଟୋମେଟିକ ତମର ଅଭ୍ୟସ୍ତ ହେଇଯିବ। ନିଶା ହେଇଗଲା ପରେ ତମେ ଶୋଇଲେ ମନେ ପଡିବ, ଉଠିଲେ ମନେ ପଡିବ, ଖାଇଲେ ମନେ ପଡିବ, ତାପରେ ଯାଇ ସତ୍ତା ଅନୁଭବ କରିବ 110%। ଜୀବନ ହଉଛି 4 ସୋପାନ, ପ୍ରଥମ, ଦ୍ୱିତୀୟ, ତୃତୀୟ, ନିଶ୍ଚୟ ନିଶ୍ଚୟ। ଚତୁର୍ଥ। ଏବେ ଆପଣ କୋଉ ସୋପାନରେ ପହଞ୍ଚିଛନ୍ତି? ମୁଁ ଆଜ୍ଞା ଛୋଟ, ବହୁତ ନଗ୍ନ ଛୋଟ, ନିଜକୁ ସେ ଲାଇନରେ, ଆଧ୍ୟାତ୍ମିକ ଲାଇନରେ ବହୁତ ନିଜକୁ ଛୋଟ ମନେ କରୁଛି। ମୁଁ ଆଜ୍ଞା ପ୍ରଥମ ଷ୍ଟେଜ ପାସ୍ କରିନି ବୋଲି କାହିଁ ଭାବୁଛି। ଆଉ ଭଗବାନଙ୍କ କୃପା, ଆଉ ବହୁତ ଶୀଘ୍ର ମୋର ଟାର୍ଗେଟ ଅଛି। ଆଉ ବୋଧେ 4-5 ବର୍ଷ ଭିତରେ ଶେଷ ସମୟରେ ମୁଁ ଛକା ମାରିବି, ନିଶ୍ଚୟ ପହଞ୍ଚିବି। ଆଉ ଈଶ୍ୱରଙ୍କ ସତ୍ତା ଅନୁଭବ କରିସାରିଲା ପରେ ତମେ କାହାର ଗାଳି ଗୁଲଜ, କାହାର କିଛି କଥା ତମକୁ ବାଧିବ ନାହିଁ। ତମେ ଯେ ସେ ସତ୍ତା ଥରେ ଯେମିତି ଆମର ଆମର ହଉଛନ୍ତି କିଏ ରଷିଆର ଠାକୁର ଆମର, ସେ ଠାକୁରଙ୍କର ତାଙ୍କୁ ଗାଳି ଦେଲା ଜଣେ। ସେ କହିଲେ ସେ ହସି ଦେଇ ପଳେଇଲେ। ଆରେ ହସିଦେଲୁ କଣ, ତୁ କେଭଳିଆ ଲୋକଟା? ତମେ ଟଙ୍କା ଦେଲ ମୁଁ ନେଲି ନା, ତମେ ଗାଳି ଦେଲ ମୁଁ ନେଲି ନା, ଗାଳିଟା କାହାର ହେଲା? ତେଣୁ ସେଇଭଳି ତମର ସେଇ ଅବସ୍ଥାରେ ଯାଇ ପହଞ୍ଚି ପାରିବ ଯଦି ତମେ ଈଶ୍ୱର ଆଡକୁ ମାନେ ନାମ ନେଲ। ଖାଲି ନାମ ନିଅ, କଳିଯୁଗରେ ହଉଛି ମହାମନ୍ତ୍ର ସାର ହରିନାମ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଅଜୟବାବୁ, ସମସ୍ତେ ଜାଣିଛନ୍ତି। ଆଉ ଗୋଟେ କଥା ମୁଁ ପଚାରିବାକୁ ଚାହୁଁଛି, ଲୋକ ଓଷା ବ୍ରତ କରୁଛନ୍ତି, କରିବା ସେଦିନ କଥା। ନିର୍ଜଳା ହଉଛନ୍ତି, କେହି ଲୋକ ପାଣି ପିଉଛନ୍ତି, କିନ୍ତୁ ତାପରେ ଯୋଉ ଛାଡ ଖାଇ ହଉଛି, ଓଷା ପରେ ଯୋଉ ଏକଦମ କଣ ହେଇଯାଉଛନ୍ତି, ମାନେ ପୁରା ମାଂସାହାରୀ ହେଇଯାଉଛନ୍ତି ନା ପୁରା। ସେଇଟା ହବା କଥା ନୁହେଁ। ଯୋଉଦିନ ଓଷା କଲ ଗୋଟେ ତମେ ଅଲଗା ପ୍ରକାର ମାଇଣ୍ଡ ସେଟରେ ରହିଲ। ଟିକେ ଓଷା ଉପବାସ କଲେ ଏକାଗ୍ରତା ବଢେ, ଭଗବାନଙ୍କୁ ଲୟ ରହେ। ତୁରନ୍ତ ତା ପରଦିନ ଖାଇବା ତ ମୂଳେ କଥା ନୁହେଁ। ଯଦି ତମର ଅଛି ତା ପରଦିନ ଖାଅ ନା। ଯଦି ମାଂସାହାରୀ ହବାଟା କଣ ଠିକ ଉଚିତ? ବିଲକୁଲ ଠିକ ନୁହଁ। ମାଂସ ଆମ ଶରୀରର ଯୋଉ ପ୍ରୋଟିନ, ଯୋଉ ଆମର ହଜମ ପ୍ରକ୍ରିୟା ପାଇଁ ମାଂସ ସମ୍ପୂର୍ଣ୍ଣ ନୁହେଁ, ଦରକାର ନୁହେଁ। ଆମେ ଗୋଟେ ଲାଳସାରେ ଆମେ ଖାଉଥାଏ। ଛୋଟବେଳୁ ଆମ ବାପା ମା ଧର ଆମେ ଖାଇଛନ୍ତି, ଆମକୁ ଯଦି ବାପା ମା ସେମିତି କରିଥାନ୍ତେ, ତାଙ୍କ ଆମ ଘରକୁ ନ ଆସିଥାନ୍ତା। ବ୍ରାହ୍ମଣ ପରେ ପୁରୀ ପଣ୍ଡା, ଯିଏ ବଡ ପଣ୍ଡା, ତାଙ୍କ ଘରକୁ ତାଙ୍କ ଖାନଦାନୀ 7 ପିଢି, ତାଙ୍କ 10 ପିଢି କିଏ ଖାଉନାହାନ୍ତି? କିନ୍ତୁ ତାଙ୍କଠୁ ଆଉ ସେମାନଙ୍କର ଗ୍ଲୋ ଦେଖ କେତେ, ସେ ମାନେ ନିଶ୍ଚୟ ସୁସ୍ଥ, ନିଶ୍ଚୟ। ତାଙ୍କୁ ଦେଖିଲେ ଗୋଟେ ଲାଗିବ ହଁ, କି ଠାକୁରୀୟ ସତା ଭାଇ କହିବାକୁ ପଡିବ ନା। ତାଙ୍କୁ ନାମ ଧରିକି ଆମେ ବଡ ପଣ୍ଡାଙ୍କ କଥା ଆମେ ଆଲୋଚନା କରି, ଆମ ପାଖରେ ସେ ଇଏ ନାହିଁ। କିନ୍ତୁ ତାଙ୍କର ଭଲ ଗୁଣଟା ଆମେ ଯାହା ଦେଖୁଛୁ, ଅନୁଭବ କରୁଛୁ। ଭଗବାନ କରନ୍ତୁ ଆମକୁ ସେ ରାସ୍ତାରେ, ପ୍ରଭୁଙ୍କର କୃପା, ସିଏ ଯଦି ଚାହିଁବେ ଆମକୁ ବହୁତ କିଛି ବଦଳେଇ ପାରିବେ। ଆଉ ଆମର ତାଙ୍କ ପାଖରେ ପୂର୍ଣ୍ଣ ପ୍ରାଣ ମନ ରହିଲେ ସେ ଚାହିଁବେ ନିଶ୍ଚୟ। ଜନ୍ମ ହବା ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏଇ ଜୀବନ ଭିତରେ କୋଉ ଜିନିଷଟା କମେଇବା ନିହାତି ଆବଶ୍ୟକ? ଧର୍ମ ଅର୍ଥ କର୍ମ ମୁଖ୍ୟତଃ ଗୋଟେ କହିଲି, ଆଉ ତା ଭିତରେ କର୍ମ ଅଛି, ଧର୍ମ ଅଛି, ଅର୍ଥ ମାନେ ରହିଲା। ସବୁ ଅଛି, ଠିକ ଅଛି, ବେଶୀ ମାନେ କୋଉ ଗୋଟେ ଜିନିଷ? ଭଲ କାମ କର, ଭଲ ମଣିଷଟିଏ ହୁଅ, ସମସ୍ତେ ତମକୁ ଆଦର କରିବେ। ଏଇ ଜିନିଷଟା କରିକି ଗଲେ ଲୋକ ତମକୁ ମନେ ପକେଇବେ, ଆଉ ବଢିଆ ଲୋକଟା ଥିବ। କିନ୍ତୁ ତମେ ଗଲା ପରେ କହିବେ ଯାଇଛି, ଗୋଟେ ଲୋକଟା ମାନେ ଯାଇଛି। ଆପଣ କହୁଛନ୍ତି ମୋଟାମୋଟି ଉପରେ ସମସ୍ତଙ୍କର ଇଏ ଯୋଉ ମାନେ